ଏବେ ଏବେ ପ୍ରଭୁ ଶ୍ରୀ ରାମଙ୍କର ରାମନବମୀ ଯାଇଛି। ପୁଣି ଆଉ କିଛି ଦିନ ଅପେକ୍ଷା କଲେ ସୀତା ନବମୀ ବି ଆସିକି ପହଞ୍ଚିଯିବ। ଏବେ ଚାଲନ୍ତୁ ସେ ପବିତ୍ର ମାତା ସୀତା ଆଉ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ବିଷୟରେ କିଛି ସୁନ୍ଦର କଥା ଶୁଣିବା। ଶ୍ରୀ ରାମ ଏବଂ ମାତା ସୀତାଙ୍କ ଜୀବନ କେବଳ ଏକ ପୁରାଣ କଥା ନୁହେଁ, ବରଂ ଏହା ମାନବୀୟ ପ୍ରେମ, ତ୍ୟାଗ, କର୍ତ୍ତବ୍ୟ ଏବଂ ସହନଶୀଳତା ଏକ ଅନନ୍ତ ମହାକାବ୍ୟ। ସେମାନଙ୍କ ଜୀବନର ପ୍ରତ୍ୟେକଟି ମୋଡ଼ରେ ଏକ ଗଭୀର ଭାବାତ୍ମକ ବାଣୀ ଲୁଚି ରହିଛି, ଯାହା ଆଜିର ସମାଜ ପାଇଁ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ ଆଉ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ରାମ ଓ ସୀତାଙ୍କ ସମ୍ପର୍କ କେବଳ ପତି ପତ୍ନୀର ସମ୍ପର୍କ ନଥିଲା, ଏହା ଥିଲା ଦୁଇଟି ଶରୀର ଏବଂ ଗୋଟିଏ ଆତ୍ମାର ମିଳନ। ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସ ଆଦେଶ ମିଳିଲା, ସେତେବେଳେ ସୀତାଙ୍କୁ ଅଯୋଧ୍ୟାର ରାଜପ୍ରସାଦରେ ରହିବାର ସମସ୍ତ ସୁଖ ସୁବିଧା ଥିଲା। କିନ୍ତୁ ସୀତା କହିଥିଲେ, ଯେଉଁଠି ରାମ ସେଠି ଅଯୋଧ୍ୟା, ରାମଙ୍କ ବିନା ସ୍ୱର୍ଗ ମଧ୍ୟ ମୋ ପାଇଁ ନର୍କ ସଦୃଶ୍ୟ। ପ୍ରକୃତ ପ୍ରେମ ସୁଖର ସାଥୀ ନୁହେଁ, ବରଂ ଦୁଃଖ ସମୟରେ ପରସ୍ପରର ଢାଲ ହୋଇ ଠିଆ ହେବାର ନାମ। ପରିସ୍ଥିତି ଯାହା ହେଉ ନା କାହିଁକି, ସାଥୀର ହାତ ଧରି ଚାଲିବା ହିଁ ଶ୍ରେଷ୍ଠ ଧର୍ମ। ରାମଙ୍କ ଜୀବନ ଏକ ମର୍ଯ୍ୟାଦା ପୁରୁଷୋତ୍ତମର ଜୀବନ ଥିଲା। ସେ ନିଜର ବ୍ୟକ୍ତିଗତ ପ୍ରେମ ଅପେକ୍ଷା କୁଳର ମର୍ଯ୍ୟାଦା ଏବଂ ପ୍ରାସଙ୍ଗ ପ୍ରଜଙ୍ଗ ସନ୍ତୋଷକୁ ଅଧିକ ଗୁରୁତ୍ୱ ଦେଇଥିଲେ। ସେହିପରି ସୀତା ମଧ୍ୟ ନିଜର ସୁଖକୁ ଜଳାଞ୍ଜଳି ଦେଇ ସ୍ୱାମୀଙ୍କ କର୍ତ୍ତବ୍ୟ ପଥରେ ସହାୟକ ହୋଇଯାଇଥିଲେ। ଜୀବନରେ ଅନେକ ସମୟରେ ଆମକୁ ପ୍ରେମ ଏବଂ କର୍ତ୍ତବ୍ୟ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିଥାଏ। ସେହି ସମୟରେ ଧର୍ମ ଏବଂ ସତ୍ୟର ପଥ ବାଛିବା ବହୁତ କଷ୍ଟକର, ତଥାପି ତାହା ହିଁ ବ୍ୟକ୍ତିତ୍ୱକୁ ମହାନ କରିଦେଇଥାଏ। ରାବଣ ଦ୍ୱାରା ସୀତାଙ୍କ ଅପହରଣ ପରେ ରାମଙ୍କ ବ୍ୟାକୁଳତା ଏକ ସାଧାରଣ ମଣିଷ ପରି ଥିଲା। ସେ ଗଛ, ଲତା, ପଶୁ, ପକ୍ଷୀଙ୍କୁ ପଚାରୁଥିଲେ, ତୁମେ ମୋ ସୀତାଙ୍କୁ ଦେଖିଛ କି? ଏହା ଦର୍ଶାଏ ଯେ ସେ କେତେ ଗଭୀର ଭାବରେ ସୀତାଙ୍କ ସହ ଜଡ଼ିତ ଥିଲେ। ଅନ୍ୟପଟେ ଅଶୋକବନରେ ସୀତାଙ୍କ ଅଟଳ ବିଶ୍ୱାସ ଥିଲା ଯେ ରାମ ନିଶ୍ଚୟ ଆସିବେ। ଦୂରତା ପ୍ରେମକୁ କମାଏ ନାହିଁ, ବରଂ ଏହାକୁ ଅଧିକ ଗଭୀର ଓ ପବିତ୍ର କରିଥାଏ। ବିଶ୍ୱାସ ହେଉଛି ସେହି ସେତୁ ଯାହା ଅସମ୍ଭବକୁ ସମ୍ଭବ କରିଥାଏ। ଲଙ୍କା ବିଜୟ ପରେ ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା। ଏହା ସୀତାଙ୍କ ପାଇଁ ଯେମିତି ଯନ୍ତ୍ରଣାଦାୟକ ଥିଲା, ରାମଙ୍କ ପାଇଁ ସେତିକି କଷ୍ଟକର। ଜଣେ ରାଜା ଭାବରେ ସେ ସମାଜର ପ୍ରଶ୍ନ ଆଗରେ ନିରୁପାୟ ଥିଲେ। ଅନେକ ସମୟରେ ନିର୍ଦ୍ଦୋଷ ହୋଇ ମଧ୍ୟ ଦୁନିଆ ଆଗରେ ନିଜକୁ ପ୍ରମାଣିତ କରିବାକୁ ପଡ଼ିଥାଏ। ଏହା ସଂସାରର କଠୋର ନିୟମ, କିନ୍ତୁ ଅନ୍ତରର ଶୁଦ୍ଧତା ହିଁ ସବୁଠାରୁ ବଡ଼ ଶକ୍ତି। ରାମଙ୍କ ଦ୍ୱାରା ନିର୍ବାସିତ ହେବା ପରେ ମଧ୍ୟ ସୀତା କେବେ ବି ରାମଙ୍କ ପ୍ରତି ଘୃଣାଭାବ ରଖିନଥିଲେ। ସେ ଲବ ଓ କୁଶଙ୍କୁ ରାମଙ୍କ ଆଦର୍ଶରେ ଗଢ଼ିଥିଲେ, କିନ୍ତୁ ଶେଷରେ ଯେତେବେଳେ ପୁଣି ଥରେ ପବିତ୍ରତାର ପ୍ରମାଣ ମଗାଗଲା, ସୀତା ନିଜର ସ୍ୱାଭିମାନ ରକ୍ଷା କରି ଧରଣୀ ମାତାଙ୍କ କୋଳକୁ ଚାଲିଗଲେ। କ୍ଷମା କରିବା ଏକ ମହାନ ଗୁଣ, କିନ୍ତୁ ନିଜର ଆତ୍ମସମ୍ମାନ ସହ ବୁଝାମଣା ନ କରିବା ହେଉଛି ଜଣେ ନାରୀର ପ୍ରକୃତ ଶକ୍ତି। ସୀତାଙ୍କ ଜୀବନ ଶିଖାଏ ଯେ ଧୈର୍ଯ୍ୟର ମଧ୍ୟ ଏକ ସୀମା ଥାଏ। ପରସ୍ପର ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ହିଁ ସୁଖୀ ସଂସାରର ମୂଳ ମନ୍ତ୍ର।
ରାଜପ୍ରସାଦରୁ ବନବାସ ପର୍ଯ୍ୟନ୍ତ ସଂଘର୍ଷ ହିଁ ଜୀବନ। ଏହାକୁ ହସି ହସି ସାମ୍ନା କରିବା ଉଚିତ। ପରିସ୍ଥିତି ଯେତେ ଖରାପ ହେଲେ ମଧ୍ୟ ନିଜର ସୀମା ଓ ମର୍ଯ୍ୟାଦା ଲଙ୍ଘନ କରନ୍ତୁ ନାହିଁ। ସୀମା କେବଳ ଜଣେ କୋମଳମତୀ ନାରୀ ନଥିଲେ, ସୀତା ଥିଲେ ସିଏ ସହନଶୀଳତା ଓ ଶକ୍ତିର ପ୍ରତୀକା। ପ୍ରେମ ଏବଂ ଧର୍ମ ପାଇଁ ତ୍ୟାଗ କରିବାକୁ ପଡ଼େ, ଆଉ ସେହି ତ୍ୟାଗ ହିଁ ମଣିଷକୁ ଅମର କରିଦିଏ। ଶ୍ରୀରାମ ଏବଂ ମାତା ସୀତାଙ୍କ କାହାଣୀ କେବଳ ଅତୀତର ଘଟଣା ନୁହେଁ, ଏହା ମାନବ ଜାତି ପାଇଁ ଏକ ପଥ ପ୍ରଦର୍ଶିକା। ସେମାନଙ୍କ ଜୀବନରୁ ଶିକ୍ଷା ମିଳେ ଯେ ଦୁଃଖ ଏବଂ ପରୀକ୍ଷା ଜୀବନରେ ଆସିବ, କିନ୍ତୁ ସତ୍ୟ ଓ ପ୍ରେମର ପଥରେ ରହିଲେ ଶେଷରେ ଜୟ ସୁନିଶ୍ଚିତ। ଜୟ ସୀତାରାମ।